ଜଣେ ବ୍ୟକ୍ତି ସନ୍ଥ ତୁକାରାମଙ୍କ କୀର୍ତ୍ତନ ଶୁଣିବାକୁ ନିତ୍ୟ ଆସୁଥିଲା, କିନ୍ତୁ ତାଙ୍କ ପ୍ରତି ବହୁତ ଦ୍ୱେଷ ଭାବ ରଖୁଥିଲା। ସେ ମନେ ମନେ ତୁକାରାମଙ୍କୁ ନୀଚ ଦର୍ଶାଇବା ସୁଯୋଗ ପ୍ରତୀକ୍ଷାରେ ଥିଲା। ଦିନେ ତୁକାରାମଙ୍କ ମଇଁଷି ତାଙ୍କ ବଗିଚାର କିଛି ଗଛ ଚରି ଆସିଲା। ସେ ଆସି ତାଙ୍କୁ ଗାଳି ଦେବାକୁ ଲାଗିଲା। ଏଥିରେ ମଧ୍ୟ ସନ୍ଥ ଉତ୍ତେଜିତ ହେଲେ ନାହିଁ ଏବଂ ରାଗିଯାଇ ଗୋଟିଏ କଣ୍ଟା ଚୁଡ଼ି ନେଇ ତାଙ୍କୁ ଏତେ ପିଟିଲା ଯେ ରକ୍ତ ବୋହିବାକୁ ଲାଗିଲା। ତଥାପି ତୁକାରାମ କ୍ରୋଧିତ ହେଲେ ନାହିଁ କି ସେ ପ୍ରତିରୋଧ କଲେ ନାହିଁ। ସନ୍ଧ୍ୟାବେଳେ ସିଏ କୀର୍ତ୍ତନରେ ଅନୁପସ୍ଥିତ ରହିବାରୁ ସନ୍ଥ ତୁକାରାମ ସ୍ୱୟଂ ତାଙ୍କ ଘରକୁ ଗଲେ ଏବଂ ସ୍ନେହପୂର୍ବକ ଭୁଲ ପାଇଁ କ୍ଷମା ଯାଚନା କଲେ ଏବଂ କୀର୍ତ୍ତନକୁ ଆଣିଲେ। ବର୍ତ୍ତମାନ ସେ ବ୍ୟକ୍ତି ତୁକାରାମଙ୍କ ଚରଣରେ ପଡ଼ି କ୍ଷମା ଯାଚନା କରିବାକୁ ଲାଗିଲା। ଯୁଗଶକ୍ତି ଗାୟତ୍ରୀ, ମାର୍ଚ୍ଚ 1990। विचारक्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचारक्रांति दूत ओडिया फेसबुक और इंस्टाग्राम सह जोड़ी हुंतु। धन्यवाद।